ଦଶପଲ୍ଲାରେ ଶ୍ରୀ ଜଗନ୍ନାଥଙ୍କର ଘୋଷ ଯାତ୍ରା। ଦଶପଲ୍ଲା ଏନେ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଅପରାହ୍ନରେ ସୁଦର୍ଶନଙ୍କ ସହିତ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ଦଶପଲ୍ଲା ଗଜପତି ମହାରାଜା ଦିଗ୍ବିଜୟ ସିଂହ ଦେଓଭଞ୍ଜ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ରଥାରୂଢ଼ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ପରେ ହଜାର ହଜାର ଭକ୍ତଙ୍କ ଦ୍ୱାରା ରଥ ଟଣା ହୋଇଥିଲା। ଏହି ଯାତ୍ରାରେ ଦଶପଲ୍ଲା ପୁଲିସ, ବିଦ୍ୟୁତ ବିଭାଗ, ଦମକଳ ବାହିନୀ ଓ ଜଗନ୍ନାଥ କମିଟି ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଡାକ୍ତରଖାନା ଛକ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପହଞ୍ଚିଥିଲା। ଯାତ୍ରା ସମୟରେ ଡିଜିଟାଲ ମିଡିଆ ସଂଘ ତରଫରୁ ରାମ ଖେଚୁଡ଼ି ବଣ୍ଟନ କରାଯାଇଥିଲା। ଗୋଟିଏ ଦିନରେ ନେତ୍ରାଶ୍ଚବ, ନବଯୌବନ ଦର୍ଶନ ଓ ରଥଯାତ୍ରା ହେଉଥିବାରୁ ନବଯୌବନ ସନ୍ଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସେହିପରି ନୂତନ ଭାବେ ଦଶପଲ୍ଲା ସାତପାଟନାଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲାରୁ ବ୍ୟୁରୋ ଚିଫ୍ ରଞ୍ଜନ ଦାସଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।